ନିଜ ଜାମା ତାକୁ ତୁମେ କରିଲ ନିଧନ ତୁମ ଭଉଣୀର ସ୍ୱାମୀ ଜାଣ କାଳ କେତୁ ବିଦୁ ଜିହା ପୁଣି ତାହାର ନାମ ତାହାକୁ ବଧ କଲ ଆହେ ରାବଣ ତେଣୁକରି ତୁମ ବଂଶ ହୋଇଲା ଶୂନ୍ୟ ତେଣୁକରି ତୁମ ବଂଶ ହୋଇଲା ଶୂନ୍ୟ ତେଣୁ ପାପଙ୍କ ମଧ୍ୟ ମହାପାପ ଅଟଇ ଷଢ଼େଇତି ପାପ ଏ ଛଅ ଗୋଟି ପାପ ଯିଏ କରିବ ତାର ବଂଶ ତ ବୁଡ଼ିବ ରାବଣ ତେଣୁକରି ତମ ବଂଶ ବୁଡ଼ିଗଲା ତେଣୁକରି ତମର ବଂଶ ବୁଡ଼ିଲା ତେଣୁକରି ତମେ 14 ଗଣ୍ଡାରେ ଭଲ 56 ଗଣ୍ଡା ଯୁଗ ବଞ୍ଚିଥାନ୍ତ ଏତେ ପାପ ପରା କଲ ଆଜ୍ଞା ଯୋଉମାନେ ପାପ କର୍ମ କରନ୍ତି ସେମାନେ ଅଳପାୟୁ ହୋଇଯାଆନ୍ତି ଆପଣ ବୋଲିବେ ଏନା 14 ବର୍ଷର ପିଲାଟା ମରିଗଲା ତାକୁ 25 ବର୍ଷ ହୋଇଛି ମରିଗଲା ତାକୁ 30 ବର୍ଷ ହୋଇଛି ମରିଗଲା ତାକୁ 45 ବର୍ଷ ହୋଇଛି ମରିଗଲା ନାହିଁ ଆଜ୍ଞା ନାହିଁ ପାପର ଭାରା ବଢିଲେ ଆୟୁଷ ବଢିଯାଏ ଅଳପାୟୁ ହୋଇଯିବ ତେଣୁକରି ପାପକୁ ଟିକେ ଭୟ କରିବାକୁ ହବ ପାପକୁ ଭୟ କଲେ ଆଜିକାଲି ଆଉ କିଏ ପାପକୁ ଭୟ କରୁଛି ହମ କଣ ହେଇଯାଉଛି ହମ କଣ ହେଇଯାଉଛି ଏ କଥାଟି ଉପସ୍ଥିତ ଆମର ପଣ୍ଡିତ ବର୍ଗ ମୋ ପାଖରେ ଗୋଟେ ଦୁଇଟି ପ୍ରଶ୍ନ ପହଞ୍ଚିଛି ସମୟ ଗଡ଼ି ଗଡ଼ି ଗଲାଣି ଗୋଟିଏ ପ୍ରଶ୍ନ ଅଛି ଆଜ୍ଞା ଆପଣଙ୍କ ସୀତାଙ୍କର 7 ଗୋଟି ଗୁଣ କହିଥିଲେ କଣ କଣ 7 ଗୋଟି ଗୁଣ ସୀତାଙ୍କ ପାଖରେ ଥିଲା ଟିକେ ପ୍ରାଞ୍ଜଳରେ ବୁଝେଇ ଦେବେ ଆଉ ଗୋଟେ ପ୍ରଶ୍ନ ଅଛି କଣ ରାମଙ୍କର ବାପା କି ଆଉ ଗୋଟେ ପ୍ରଶ୍ନ ଅଛି ମଣ୍ଡଳର କେତୁରା ସ୍ୱାମୀ ପ୍ରତ୍ୟେକ ପ୍ରଶ୍ନ ଘଣ୍ଟାରୁ 2 ଘଣ୍ଟା ଲେଖା ଲାଗିବ ଯଦି ଠିକ ଠିକରେ କହିଦେବି ମିନିଟଟେ ଲେଖା ଲାଗିବ ଗୋଟେ ଗୋଟେ ମିନିଟରେ ଗୋଟେ ଗୋଟେ ପ୍ରଶ୍ନ ସରିବ ଯୋଉଟା ବେଗି ସରିବ ସେଟା କହିଦେବି ଉପସ୍ଥିତ ମୋର ପଣ୍ଡିତ ବର୍ଗ ସୀତାଙ୍କର 7 ଗୋଟି ଗୁଣ କଣ କଣ ଥିଲା ଆଚ୍ଛା କଣ କଣ ମୋର ମା ମାନେ ଭଉଣୀ ମାନେ ଅଛନ୍ତି ସେ ଗୁଣ ଗୁଡାକ ଜାଣିବାକୁ ହବ ଗୋଟେ ନାରୀ ପାଖରେ କଣ 7 ଗୋଟି ଗୁଣ ରହିବା କଥା ଆଚ୍ଛା ଶାସ୍ତ୍ର କହିଲା ସୀତାଙ୍କୁ ଛାଡ଼ିଦେଲେ କୌଣସି ନାରୀ ପାଖରେ 7ଟା ଗୁଣ ନାହିଁ କଣ କାଣ 7 ଗୋଟି ଗୁଣ ଥିଲା ଆଚ୍ଛା କଣ କଣ ଥିଲା ମହାନାଟକ ଶ୍ଲୋକ ରାମ ଲକ୍ଷ୍ମଣଙ୍କର କଥାବାର୍ତ୍ତା ରାମ କହୁଛନ୍ତି ଲକ୍ଷ୍ମଣଙ୍କୁ ସୀତାଙ୍କର 7 ଗୁଣର ବର୍ଣ୍ଣନା ଆଚ୍ଛା କଣ କହିଲେ କଣ କାର୍ଯ୍ୟେଷୁ ମନ୍ତ୍ରେ ବିଚାରେଷୁ ଦାସୀ ସ୍ନେହେଷୁ ମାତା ଧର୍मेषु पत्नी शयनेषु रम्या क्षमया धरित्री रागे सखी हे लक्ष्मण सामे प्रिया हे सामे प्रिया ଆମର ପଣ୍ଡିତ ବର୍ଗ ନାରୀ ମାନଙ୍କର 7 ଗୁଣ ବର୍ଣ୍ଣନା ଆପଣ ମାନେ ସିଦ୍ଧାର୍ଥ ଭକ୍ତି ଚ୍ୟାନେଲ ରେ ଆପଣ ମାନେ ଆମର ଏ ବିଷୟବସ୍ତୁ ଦେଖି ପାରିବେ ଆଚ୍ଛା ପ୍ରାୟ 4 ସପ୍ତାହ ହେଲା ଚାଲିଛି ପ୍ରତ୍ୟେକ ଶନିବାର ରବିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଆମର ଏ ବିଷୟବସ୍ତୁ ଗୁଡାକ ଦବ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ବର୍ଷେ କି 2 ବର୍ଷ ପର୍ଯ୍ୟନ୍ତ ସିରିଏଲ ଭଳି ଆପଣ ମାନେ ଦେଖିବେ ଏବେ ଘଣ୍ଟାଟେ ଅଧଘଣ୍ଟା ଦେଖୁଛନ୍ତି ଆଜ୍ଞା ଆପଣଙ୍କର ମନ ଭାବୁନଥିବ କେତେ କଣ ବିଷୟବସ୍ତୁ କହିବା କମ ସମୟ ମଧ୍ୟରେ ତେଣୁ ସିଦ୍ଧାର୍ଥ ଭକ୍ତି ମନେ ରଖନ୍ତୁ ପ୍ରତ୍ୟେକ ଦିନ ନୁହଁ ଶନିବାର ରବିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ମା ମାନଙ୍କୁ ଭଉଣୀ ମାନଙ୍କୁ ଅନୁରୋଧ ରହିଲା ସିଦ୍ଧାର୍ଥ ଭକ୍ତି ଶନିବାର ରବିବାର ସନ୍ଧ୍ୟା 7 ଘଣ୍ଟା 7ଟାରୁ କେତେଟା ପର୍ଯ୍ୟନ୍ତ 8ଟା ଗୋଟେ